behalf of the entire sailor community of the world and the crew members of the vessel Akik Point, the captain salutes you, Mr. Raja, for your immense patience, courage, and fortitude. You will always remain as an idol for us, the sailors, and all those who deal and live on the sea. Come, Raja, come. Slowly come, please. Okay, now you have come down to your motherland. Enjoy it. Thank you, sir. God bless you. Thank you, sir. Oh, no. Get up, Raja, get up. Show all the best and happy life. Go. And Bye. All the best. Bye-bye, Raja. Bye-bye. Hello. Thank you. All the best. God bless you. Bye. धन्यवाद no, बहुत धन्यवाद no problem. बहुत Bye. थैंक यू सर थैंक यू सर Baba. भाई नमस्कार नमस्कार এইটা পারাদ্বীপী বন্দর তো अरे ये टाइम को माँ बाप पचास फालतू बताओ चले पड़ा जो ভাই এটা পারাদ্বীপ তো হ্যাঁ প্রভু ମୋ ଜନ୍ମ ମାଟିରେ ପହଞ୍ଚେଇ ଦେଇଛୁ এই ବର୍ଷ କେଇଟା ଭିତରେ ମୋର ସେଇ ଛୋଟିଆ ନଡ଼ିଆ ଗାଁଟା ଏତେ ବଡ଼ ସହର ପାଲଟି ଯାଇଛି ଏଇ କେତେ ବର୍ଷ ଭିତରେ କଳକାରଖାନା ସହର ବଜାର ଯେମିତି ବଢ଼ିଯାଇଛି ସେଇମିତି ମୋ ଛୋଟ ଛୋଟ ପିଲା ଗୁଡ଼ାକ ନିଶ୍ଚୟ ବଡ଼ ହେଇଯିବେଣି କିନ୍ତୁ ମୋ ଘରର ବାଟଟା ମୋର ଘରକୁ ବାଟ କୁଆଡ଼େ ଚିହ୍ନା ମୁହଁ ତ ଗୋଟେ ହେଲେ ଦେଖାଯାଉ ଏତେ ବଡ଼ ସହର ଭିତରେ ମୁଁ ମୋ ଘରକୁ ପାଇବି କେମିତି ହଁ ମୋ ଘର ବତି ଘର ପାଖରେ ସମୁଦ୍ର କୂଳରେ ଥିଲା ଆରେ ଏଇ ତ ବତି ଘର ତାମାନେ ମୁଁ ମୋର ଘର ପାଖରେ ପହଞ୍ଚିଗଲିଣି हे प्रभु सब तुमरी इच्छा तुम कृपार मु आज एत दिन पर मो पिला मान पाखक फेरी जाऊँ घर तले तो मो घर हवा कथा मो घर कहीं मो स्त्री मो पिला माने मो पिला छुआंकर कौन है से कौन ये जगह छाड़ी पड़े ये सहर बदली गला परी बदली गले ना मरी अच्छे
ନା ନା ସେମିତି କିଛି ହେଇନଥିବ। ହେ ଭଗବାନ, ଏତେ ବଡ଼ ବିପଦରୁ ମୋତେ ତୁମେ ଉଦ୍ଧାର କରି ଆଣିଲ। ମୋ ଛୁଆ ପିଲାଙ୍କୁ ନିଶ୍ଚୟ ଭଲରେ ରଖିଥିବ। ମୋତେ ନିଶ୍ଚୟ ସେମାନଙ୍କ ସହିତ ମିଶାଇଥିବ। ହେଲେ ସେମାନେ ଗଲେ କୁଆଡ଼େ? ମୁଁ ମାରି ଆମ ଘରକୁ ଯିବି। ହଁ ହଁ, ମୁଁ ସେଇଠିକି ଯିବି। ନିଶ୍ଚୟ ତାଙ୍କର ଠିକଣା ମୋତେ ସେଇଠୁ ମିଳିବ। ମାରି ଆମ ଘରକୁ ଯିବି। কি তার মারে হ্যাঁ ଦି ବେଳା ଯୋଉ ଦି କୁଣ୍ଡ ଗିଳୁଛୁ ସେତକ ତ ବୋପା ଥୋଇଥିଲା। ମୁଁ ଜାଣିନି ମୋ ବୋଉ ତଇଥିଲା ମୋତେ ମୋ ଧର୍ମା ଦେ ମୁଁ କାଇଁ ମୁଁ ଦେବିନି କଣ କରିବ? ମୋ ଭୂତ କାମୁଡି ଦଉଛି ଦେଖିବି ତ କାମୁଡିବ ମତେ ଯାଉଛୁ ନା ଯାଉଛୁ ଭାଇରେ हे अबे तू किसटा बे? हैं? अबे तू सोटा ना किसटा बे तू? नहीं, ମୁଁ ଚୋର ନୁହେଁ। अबे अबे किसटा बे? बोटा हैं? अबे बोटा का किसटा बे? ତୁ ମୋତେ ଚିହ୍ନି ପାରୁନୁ। ତୋ ମାଲିକ ଅଛନ୍ତି? हैं? हम मालिक? अरे हम मालिक फालिक के नानते हम मालकिन अच्छंती मालकिन। ତୋ ମାଲିକ କୁଆଡ଼େ ଯାଇଛନ୍ତି? अरे हम मालिक भेटिबु ना किसटा करिबु? भेटिबु ହଁ ହଁ। तमे स्वर्ग को जाउचंती भेटुचंती। हैं? अरे किसटा बे? मालिक को पचारुचंती कौन कहउचंती? ମୁଁ ଏଠି ରାତିରେ ଟିକେ ରହିପାରିବି? कौन कथा कहउचंती मो? राती रे एठी रहउचंती। अरे से भी भिखारी नचंती और तमे भी भिखारी एकदम 100% मैचिंग अच्छंती। हां आमको लुटुचंती तमको भी लुटुचंती। आमको बकरा बनुचंती तमको मुर्गी बनी देबे। अरे मारियम्मा कस्टमर आसुचंती वेलकम करूचंती। अरे हे तू एजा जाइनो हई रे तू का संग गपुचु? गप्पू नाही मो आम कस्टमर आसुचंती एकदम स्पेशल भिखारी कस्टमर आकु रखुचंती आमे जाउचंती। ମୋତେ ତୁ ଚିହ୍ନି ପାରୁନୁ ମା? এইটা কে? ମୁଁ ପୁରା ତୋର ପୁଅ ରାଜା। ବୁଲା ବାୟା ବାତରାଙ୍କ ଭଳିଆ ଦିଶୁଛି। ଏ ଭିକାରଟା ପୁଣି ମୋ ହୋଟେଲରେ ରହିବ? ଯା ଯା କାହଳି ତଳେ କି କାହା ପିଣ୍ଡାରେ ଶୋଇ ପଡିବୁ ଯେ ରାତିଟା କଟିଯିବ। ମୋତେ ତୁ ଚିହ୍ନି ପାରୁନୁ? ଏଇଠି ରହିଲେ କିନ୍ତୁ ପଇସା ଦେବାକୁ ପଡିବ। ମୁଁ ପଇସା ଦେବି ମା। ପଇସା ଦବୁ? ହଇରେ ତୋଠି ପଇସା ଅଛି? ହଁ। କେତେ ପଇସା ମା? ଏଠି ରାତିରେ ରହିଲେ 100 ଟଙ୍କା ଦେବାକୁ ପଡିବ। ଆଉ ଶୁଣୁ ଆଗୁଆ ଦେବାକୁ ପଡିବ। ହଁ ମୁଁ ପଇସା ଦେବି। ଏଇ ନିଅ। ହଇରେ ଏତେ ଗୁଡେ ପଇସା ରଖିଛୁ ଏମିତି ଭେକ କିଆ କରୁଛୁ? ତୁ ଚୁଞ୍ଚୁ କାହିଁକି ବା? ହଇ ତତେ ପରା ଯିବାକୁ କହିଲି। ଯା 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 ଯିବୁ କହୁଥିଲୁ ପରା। ସମୁଦ୍ର କୂଳରେ ରାତିଟାଏ ଶୋଇ ପଡିଲେ ତ ମନ ପୁରି ଯିବ। ଯା ଯା ମ ଧମକଉଛୁ କାହାକୁ? ରାମୁ ଏ ରାମୁ ହଁ ମା ଯାଉଛି ମା ଧରଟାକୁ। ଶୁଣ ଏ ବାବୁଙ୍କୁ ନେଇଯା ସେ ଉପର ଘରେ ରଖିଦବୁ। ଲଣ୍ଠଟା ଲଗେଇଦବୁ। ଶୁଣ ବାବୁ ତମକୁ ନିଦ ଆସିଲେ ଲଣ୍ଠଟା ଲିଭେଇ ଦବ ନହେଲେ କିରାସିନ ପାଇଁ ମୁଁ ହଇରାଣ ହେବି। ରାମୁ ବି ଚିହ୍ନି ପାରୁନୁ? ଆସ ଆସ ମତେ ଧମକଉଛି। କାହା ଓଳି ତଳେ ଯାଇ ରହିବ ତାହେଲେ ଯାଇ ଚିହ୍ନିବ। ଦୁନିଆଟା କଣ ଏତେ ସହଜ ହେଇଛି କି? ଯାମ ହଇରେ ରାମୁ କେତେବେଳ ଲାଗୁଛି ତତେ ଚାହା ଟିକେ ଆଣିବା ପାଇଁ? ହଁ ମା ଆଇଲି ଆଇଲି ମା। ଆଇଲି ମା ହଇରେ ଏତେବେଳେ ଯା କୋଉଠି ଥିଲୁ? ତ ନଥିଲା ମୁଁ କଣ କରିଥାନ୍ତି? ଚା ପତି ନଥିଲା ଆଗରୁ କହିପାରୁନଥିଲୁ? ଚଞ୍ଚଳ ଯା ଜଲ୍ଦି ଯା ମୋର ଏଇ ଖେଳି ଚା ଦରକାର। ଗୋଟେ ଢଙ୍ଗ ଲଗେଇଛନ୍ତି କେହି ଗୋଟେ ଠିକରେ କାମ କରିବେନି କିଛି ନାହିଁ। ମୁଁ ବୁଢୀ ମଣିଷ ଏକୁଟିଆ ଖାଲି ହଇରାଣ ହଉଥିବି। ଖାଲି ବୁଲିବେ ବୁଲୁଥିବେ ତ ବୁଲୁଥିବେ। ହଇରେ ତୁ ପୁଣି କାହିଁକି ଏଠିକି ଆସିଲୁ? ତତେ କିଏ କହିଲା ଏଠିକି ଆସିବାକୁ? ହାଁ ତତେ ତ କହିଥିଲି ଉପରେ ରହିବୁ ସେପଟେ ସେପଟେ ଯିବା ଆସିବା କରିବୁ। ଏଠିକି କାହିଁକି ଆସିଲୁ? ଏଠି କି କାମ? ତୋ ଭଳିଆ ଭିକାରୀକୁ ଏଠି ରଖି ମୁଁ ଯାହା ହିନସ୍ତା ହଉଛି ନା।
ଭିକାରୀ ନୁହେଁ ମା। ନା ତୁ ଭିକାରୀ ନହୁ, ଚୋର ନହୁ, ଡକେଇତ ନହୁ, ଖଣ୍ଟ ନହୁ, ଆଉ କଣ ସାଧୁ ସନ୍ନ୍ୟାସୀ? ମୋ ଉପରେ ରାଗୁଛୁ କାହିଁକି ମା? ନାଇଁ ରାଗିବିନି, ମୁଁ ତୋ ଉପରେ ରାଗିବିନି, ଆଉ କଣ ତତେ ଗେଲ କରିବି କି ରେ? ଆଁ? କଥା କଣ କି ମା, ମୁଁ ଏଇଠି ଟିକେ ରହିବାକୁ ଚାହୁଁଛି। ମୁଁ ଏଇଠି ଟିକେ ରହିବାକୁ ଆଉ ଚାହୁଁଛି। ରହିଛୁ ତ ଆଉ କଣ କହୁଛୁ? ମୋ ପାଖରେ କିଛି ପଇସା ଅଛି, ଏଇ ନିଅ। ଓହୋ, ଆଉ ସେ କଥା କହୁନୁ? ମତେ ଗଣ୍ଡେ ଖାଇବାକୁ ତ, ରୋଗୀର ଲୋକଟା ତ ବାହାରକୁ ଯିବା ଆସିବା କରିପାରିବିନି। ଓ ମିଛଟାରେ ବକର ବକର କରି ମୋ ମୁଣ୍ଡକୁ ରକ୍ତ ଚଢି ସାରିଲୁଣି। ହେ, ଇଏ ଗୋଟେ କଥା, ଏମାନଙ୍କୁ କଥା କହିବି ଆସୁନି। କି ଲୋକରେ ବାବା? ହୁଁ। ଓହୋ, ଆରେ ଠିଆଟା ହେଲୁ କାହିଁକି? ଆ ସେଇଠି ବସ। ଏ ରାମୁ, हाँ माँ। ଦି କପ୍ ଚା ଆଣିବୁ। ଆ ଟିକେ ଜଲ୍ଦି ଆଣେ। हाँ माँ, नहीं ଏ जाऊँ। ସେଇ ପୁରୁଣା ଘର, କିଛି ବି ବଦଳିନି। ଏଠିକେ ବସ ଏଠି। ବୁଝିଲୁ ପୁଅ, ଆମର ଲଜିଂ ବହୁତ ପୁରୁଣା। ମୋ ସ୍ୱାମୀ ଯେତେବେଳେ ଏଠି ନୂଆ କରି ଲଜିଂ ତିଆରି କଲେ, ସେତେବେଳେ ଏଠି ବନ୍ଦର ଥିଲା ନା ସହର ଥିଲା? ଏଠି ଥିଲା ଗୋଟେ ଛୋଟ ମାଛ ଧରା ଜେଟି। ଲୋକମାନେ ସବୁ ଛୋଟ ବଡ଼ ଡଙ୍ଗା ନେଇ ସମୁଦ୍ର ଭିତରକୁ ଯାଉଥିଲେ, ଆଉ ମାଛ ବୋଝେଇ ଡଙ୍ଗା ନେଇ ଏଇଠିକି ଫେରୁଥିଲେ। ଦୂର ଦୂରରୁ ବେପାରୀମାନେ ସବୁ ଆସି ଏଇଠି ସେ ମାଛ ସବୁ କିଣି ନେଉଥିଲେ। ଆମ ବେପାର ବହୁତ ଭଲ ଚାଲୁଥିଲା। ଏବେ ଏବେ ଏଠି ନୂଆ ବନ୍ଦର ହେଲା, ବଡ଼ ବଡ଼ ଜାହାଜ ସବୁ ଆସି ଲାଗିଲା, କେତେ ନୂଆ ହୋଟେଲ ଲଜିଂ ସବୁ ଖୋଲିଗଲା। ଲୋକମାନେ ଆଉ ଆମର ଏଇ ପୁରୁଣା ଲଜିଂରେ ରହିବାକୁ ଇଚ୍ଛା କଲେନି। ତା ଛଡ଼ା ବେଡ଼ି ଉପରେ କୋରଡ଼ା ମାଡ଼ ପରି ମୋ ସ୍ୱାମୀ ଆଉ ମୋ ପୁଅ ଚାଲିଗଲେ। ସମୁଦ୍ର କୂଳରେ ଯୋଉ ଭଙ୍ଗା କାନ୍ଥ ଆଉ ଗଳି ପଡ଼ିଥିବା ଭଙ୍ଗା ଘର, ବତି ଘର ତଳେ ଯୋଉ ବସ୍ତି ଥିଲା, ହଁ ଥିଲା ଥିଲା। ଥରେ ଲୁଣା ପାଣି ମାଡ଼ି ଆସିଲା, ମୋଟେ ଛାଡ଼ିକି ଗଲାନି। ଗରିବ ଲୋକଗୁଡ଼ା କ'ଣ କରିଥାନ୍ତେ? ଢିପ ଜାଗା ଦେଖି କିଏ କୁଆଡ଼େ ଉଠିଗଲେ। ଆଣେ, ଏଇ ତାକୁ ଗୋଟେ ଚା ଦେ। ହଇରେ, ତତେ ତ ମୁଁ ଆଗରୁ କାହିଁ ଦେଖିନି। ତୁ କ'ଣ ଏଠି ନୂଆ ହେଇ ଆସିଛୁ? ହଁ କ'ଣ ମାଛ ବେପାର କରିବୁ ନା ଜାହାଜରେ ଲେବର କାମ କରିବୁ? ନା ନା, ମୁଁ ଜଣେ ମୋର ସାଙ୍ଗକୁ ଦେଖା କରିବାକୁ ଆସିଛି। ତୋ ସାଙ୍ଗ ନାଁ କ'ଣ? ରାଜା। ରାଜା? କ'ଣ କରେ ସେ? ଡଙ୍ଗା ନେଇ ସମୁଦ୍ରକୁ ମାଛ ଧରିବାକୁ ଯାଏ। ତୋ ସାଙ୍ଗେ ତାର କେମିତି ଚିହ୍ନା ହେଲା? ମୁଁ ବି ସମୁଦ୍ରକୁ ମାଛ ଧରିବାକୁ ଯାଏ, ସେଇଠି ତା ସାଙ୍ଗରେ ମୋର ଦେଖା ହୁଏ। କେବେଠୁ ତା ସାଙ୍ଗେ ତୋର ଦେଖା ହେଇନି? ପ୍ରାୟ 5 ବର୍ଷ ହବ। ମୋର ଦେହ ଖରାପ ହେଇଗଲା, ମୁଁ ଆଉ ସମୁଦ୍ରକୁ ମାଛ ଧରିବାକୁ ଯାଇପାରିଲିନି। ସେ ମତେ ଅନେକ ଥର ତା ଘରକୁ ଡାକିଛି,
ଯାଇପାରିଲିନି। ଭାବିଲି ମଲା ପୂର୍ବରୁ ତା ଘର ଓ ପିଲା ଛୁଆମାନଙ୍କୁ ଟିକେ ଦେଖି ଆସିବି। ତମେ ତ ଏଠାକାର ପୁରୁଣା ଲୋକ, ତମେ ରାଜାକୁ ଚିହ୍ନିଛ? ରାଜା ତାକୁ ମୁଁ ଜାଣିନି ତ ଆଉ କିଏ ଜାଣିବ? ଜନ୍ମ ସିନା ଦେଇନି, ହେଲେ ସିଏ ମୋ ପୁଅଠୁ ବଳି। ଏଇ ହାତରେ ମୁଁ ତାକୁ ଗୋଳେଇ କାଖେଇ ମଣିଷ କରିଛି। ରାଜାର ବାପା ମା ପିଲାଦିନୁ ମରିଯାଇଥିଲେ, ତେଣୁ ସେ ମୋରି ପାଖରେ ମଣିଷ ହେଇଥିଲା। ମୋ ଝିଅ ଆନି ଆଉ ଏଠିକା ବରଫ କଳ ମାଲିକ ପିଟରର ପୁଅ ଫିଲିପ 3 ଜଣ ଭାରି ସାଙ୍ଗ ଥିଲେ। ପ୍ରାୟ ଦିନ ସାରା ସମୁଦ୍ର କୂଳରେ ସେମାନେ ବାଲିଘର କରି ଖେଳନ୍ତି। ବାଲିଘର ଖେଳରେ ଆନି ପାଳି କରି ରାଜା ଆଉ ଫିଲିପର ସ୍ତ୍ରୀ ହୁଏ। ରାଜା ତାର ବାପା ମାଙ୍କୁ ହରେଇଥିବା ଯୋଗୁଁ ଦୟାକରି ଫିଲିପ ତାର ପ୍ରଥମ ପାଳି ରାଜାକୁ ଆନିର ବର ହବା ପାଇଁ ଛାଡ଼ିଦିଏ। କିନ୍ତୁ ରାଜା ଆନିର ଲଗାତାର ବର ହେଇ ରହେ, ଫିଲିପକୁ ଛାଡ଼େନି। ତେଣୁ ଫିଲିପ ରାଗିଯାଏ, ରାଜା ସହିତ ଝଗଡ଼ା କରେ। ଆନି ଦିହିଁଙ୍କ ମଝିରେ ପଶି ଝଗଡ଼ା ଛିଡ଼ାଏ। ଆନି ଫିଲିପକୁ କହେ, ତୁ କାହିଁକି ରାଜା ସାଙ୍ଗରେ ଝଗଡ଼ା କରୁଛୁ? ତୋ ପାଳି ଆସିଲେ ମୁଁ ମନକୁ ମନ ତୋ ସ୍ତ୍ରୀ ହେଇଯିବି। ସେତେବେଳେ ରାଜା ରାଗିକି କହେ, ଆରେ ମୁଁ ଥାଉ ଥାଉ ତୁ କେମିତି ତା ସ୍ତ୍ରୀ ହବୁ? କଣ ସେ ଗୋଟେ ଭଲ ବାଲିଘର ତିଆରି କରିପାରୁଛି ବୋଲି? ଆରେ ମୁଁ ଚାହିଁଲେ ତୋ ପାଇଁ ସତ ସତିକିଆ ଘରଟେ ତିଆରି କରିପାରିବି। ସେତେବେଳେ ଆନି କହେ, ହଉ ଯା, ଯେତେବେଳେ ତୁ ଗୋଟେ ସତ ସତକିଆ ଘର ତିଆରି କରିଦବୁ ନା, ମୁଁ ତୋର ସତ ସତକିଆ ସ୍ତ୍ରୀ ହେଇଯିବି। ଆଉ ସେଇ ଦିନ ଠାରୁ ରାଜା ମନରେ ଗୋଟେ ଜିଦ୍ଦି ପଶିଗଲା। କାମ କରିବ, ପଇସା ରୋଜଗାର କରିବ, ଆଉ ଆନି ପାଇଁ ଗୋଟେ ଘର ତିଆରି କରିବ। ତାର ଏଇ ଜିଦ୍ଦି ତାକୁ ଏ ଅଞ୍ଚଳର ସବୁଠୁ ଭଲ ଆଉ ସାହସୀ ମାଛ ଧରାଳି ଭାବରେ ପରିଚିତ କରେଇଦେଲା। अरे लोचो, अरे अभ्यास, अरे से नहीं लगा। अरे लोचो, ए लोचो, अरे पुरगा, अरे आशा आशा अरे अरे देख देख देख, ठीक है पहुंच रही। अरे लगा है, लगा लगा नहीं लगा, अरे सीधा लगा रे भाई, अरे लगा, अरे लगा रो 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 लगा 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 लगा, अरे पकड़ के रे लगा। हाँ सर कोई तो तो सही। अरे आदि जमारो बात रहिबो। पाँच सौ 2000 ये हूँ 3000 5500 5500 ये हूँ 1000 1000 हूँ से 6500 6500 सी हूँ 500 7000 7000 नहीं कौन आई ये कौन बात तुम आओ बाकी तुम चाष अरे तो से अरे बाबू तुम राखुच कहीं कह यही तो गोटे कथा बुझुनु तू पकेट देख लो अच्छी पूरा बुझल जिताई तुम भाया लोक गुड़ा तू धरलु बाबा तू गलु जा 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 चल बुझल नमस्कार जा 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 मत दौनु 200 बाबा ओ रॉड दोन 200 मत दौनु ओ रॉड के बुढ़ी लुचि की मु जाइतिल जल्दी जल्दी बुढ़ी पळे आसे 100 टका दे ना हो रे पो रही था आर तरफ देख दउची
କଣ ହେଲା ହଇରେ ମତେ ମରିୟମ କହିଲୁ ମୋ ନାଁ ଧରି ତୁ ଡାକିବୁ ଏଡେ ବଡ ତତେ ଆଜି ତତେ ଆଜି ବାଡ ନକରି ମୁଁ ଛାଡିବି ନାହିଁ ନାଁ ଧରି ଡାକିବୁ ତୁମର ପାଖିରେ ନାଁ ଧରିବୁ ହଇରେ ରହ ବୁଝବା ଦେବି ଧରି ଏମିତି କରି ଯେ ମନେ ରଖିଥିବୁ କୁଆଡେ ବୁଲି ବୁଲି ଆସିବ ହଁ ହଇରେ ହଇରେ ହଇରାଣ କରି ମାରିଲେ ମତେ ହଇଆ ବାବୁ କୁଆଡେ ଥିଲ ହଁ ଗଡ 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 ଅଲକ୍ଷଣା ହରାମଜାଦା ମତେ ହଇରାଣ କରୁଛନ୍ତି ଓହୋ କେମିତି ଯେ ନେଇ ସହିବି ମାନଙ୍କର ଜାଳା କେମିତି ଚଳିବି ବାପାରେ ବାପା କେହି ଗୋଟାଏ ଏଯାଏ ରେଡି ହେଲେନି କଣ ମୁଁ କରିବି କିଏ ଭଲ ଶୁଣନ୍ତା ମୋ କଥା କଣ ଇଆଡେ କୁଆଡେ ଗାଧେଇଛ ଦାନ୍ତ ଘଷିଛ କିଛି ନାହିଁ ଖାଲି ଫ୍ୟାସନ ଢଙ୍ଗ ଢଙ୍ଗ ଢଙ୍ଗରେ ପରିପୂର୍ଣ୍ଣ କିଛି କାମ ଧନ୍ଦାରେ ମନ ନାହିଁ କିଛି ନାହିଁ ଏ ଘୋଡା ମୁହାଁ ଆରେ ଏ ଗଧ ଏ ଅଟୋ କଣ ପଛା ଚାଲିଛି ପଛୁତା ପ୍ଲେଟ ହଇଲ ଟକି ତୋ ବୋପା ଉଠିଲାଣି ହଁ ରାତିରେ ପିଇବ ଦିନ ଅଧ ଯାକେ ଶୋଇବ ସବୁ କାମ ତ ମୁଁ କରିବି ଆଉ କେତେ ଖଟିବି କେ ଜାଣିଲୋ ମା ହଇରେ କଣ ଚାଲିଛି କଣ ଚାଲିଛି ସମୁଦ୍ରରେ ନିଆଁ ଲାଗିଛି ତ ତାକୁ ଡାକିବାକୁ ଆସିଥିଲି ହଁ ଲିଭେଇବୁ ତୁ ହଇରେ ଟଙ୍କା ପଇସାର ଦେଖା ସାକ୍ଷାତ ନାହିଁ କୁଆଡେ ବୁଲା ହଉଛି ଆଣିଛୁ ଦେଖିବା କେତେ ଟଙ୍କା ଆଣିଛୁ ଇଏ କଣ ଏତିକି ପଇସା ସେତିକି ତ ଏତିକି କେମିତି ହେଲା ନାଇଁ 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 ଚଳିବନି ଏସବୁ ଆଉ କଣ କରୁ ଘର ତିଆରି କରିବା ରଖିବିନି ଓ ତୁ ଘର ତିଆରି କରିବୁ ଲେବର ପେମେଣ୍ଟ ଚାଲିଛି ସବୁ ଚାଲିଛି କଣ ପଇସା କଣ ବଞ୍ଚିବ ମୁଁ ଦେଖିବି ତୁ କେମିତି ଘର ବନେଇବୁ ଗୋଟେ ଛତର ଖାଇ କଣି ତୋ ବେକରେ ବାନ୍ଧିବି ତାପରେ ଦେଖିବି ତୁ କେତେ ଟଙ୍ଗ ଟଙ୍ଗ ହେଇ ବୁଲିବୁ କେତେ ଘର ବନେଇବୁ କେତେ ଛତର ଆମେ ଦେଖେଇବୁ ଓହୋ ଯାଉଛୁ ନା ଏଠି ଠିଆ ହେଇଛୁ କାହିଁ ବାପରେ ଢଙ୍ଗ ଦେଖି ଓହୋ ଭଗବାନ ହାय ରେ କଣ ଚାଲିଛି ଏଠି କଣ ବୋଲି ପାଇଲୁ କି ଏଠି ଆଉ କୋଉଠି ପୋଖରୀ ନାହିଁ ଏଇ ଗୋଟିଏ ପୋଖରୀ ଅଛି ଆଉ ଏଇଥର ସବୁତକ ମାଛ ଅଛି ଏଇଠି ସକାଳୁ ବସି ବଂଶୀ ପକା ଆଉ କୋଉଠି ପୋଖରୀ ନାହିଁ କି ପୋଖରୀରେ ମାଛ ବି ନାହିଁ ରହ ତୋ ବୋପାକୁ କହୁଛି ବେଶୀ ଛତରାମି ଯାଉଛୁ ନା ଆରେ ତମକୁ ପୁରା ମନା ହେଇଛି ଏଠି ଆସି ବସିବାକୁ ଥଣ୍ଡାରେ ରକ୍ତ କଥା କୁଆଡୁ ଗୋଟେ ବୁଲି ବୁଲି ଆସିଲା କହିଲା କଣ ନା ଥଣ୍ଡାରେ କାହିଁକି ବସିଛ ଆରେ ପୁଅ ଯଦି ମୁଁ ଏଠି ନ ବସିବି ଗେଫିଉ କଣଟା କାହିଁ ସେ ମ୍ୟାନେଜର ଆସୁନି କି ମ୍ୟାନେଜର ତୁ ଯେମିତି ବୁଲି ବୁଲି ଆସିଲୁ ସେ ସେମିତି ଯାଇଛି କୁଆଡେ ବୁଲିବା ପାଇଁ ମୋ ବୁଲିବାଟା ଖାଲି ତମକୁ ଦୁଶୁଛି ସେ ମ୍ୟାନେଜର ବୁଲିଛି ସେଟା ଆଉ ଦୁଶୁନି ସେ ପାର୍ଟି ପେମେଣ୍ଟ କଲା କି ପାର୍ଟି 2 ଜଣ ପେମେଣ୍ଟ ନେଇନାହାନ୍ତି ଆହୁରି ଆଚ୍ଛା এই ଟଙ୍କା ରଖ ଗଣାଗଣି କରି ସେମାନଙ୍କୁ ସବୁ ହିସାବ କରିଦେବୁ ହଉ ତମେ ଗଲ ତମେ ଘରକୁ ଯାଅ ଆଉ ଆସିବନି ହଉ ଥଣ୍ଡାରେ ବସିବାକୁ ମନା ହେଇଛି ବାରମ୍ବାର ଆସି ଥଣ୍ଡାରେ ବସିବ ରାତିରେ ଶ୍ୱାସ ବାହାରିବ ପୁଣି ମତେ ହଇରାଣ କରିବ ଭଲ ଧନ୍ଦା ଲାଗିଛି ଆଉ अरे फिलिप काय पाटे होची बे राजा बाबू हीरो को चेक मार ये बड़ा एकदम बुझलो काढी बन अरे ए फिलिप किती किती ତୁ ଏଠି କଣ ମାଛ ମାରି ଯିବୁନି କି अबे आज छुट्टी अरे चल टिके हवा खाई आसीबा जोर माटी करछि से तू एटी एका एका कोन करछु चल ना से बुली आसीबो ବାପାଙ୍କ ଦେହ ଭଲ ନାହିଁ ପରା कोन हिस मो संगर ମନା କରୁଛି ବରଫ କୋଳକୁ ଯିବାକୁ ସେଠି ଯାଇ ବସୁଛନ୍ତି ଥଣ୍ଡା ହେଲା ପୁଣି ଶ୍ୱାସ ବାହାରିଲା ए चल चल टिके देखि आसीबा चल चल देखि आसीबो चल मौसा देह कोन बेसी खराब हिछि की ହଁ ଲୋ ମା ଇଏ ଥଣ୍ଡା ପାଗ ଯୋଗୁ ଏ ଶ୍ୱାସ ରୋଗଟା ଟିକେ ବଢି ଯାଇଛି ଥାଉ ମା ଇଏ କଣ କରୁଛୁ
ନାଇଁ ନାଇଁ ମୁଁ କାଶିଦିଏ ଆରାମ ଲାଗିବ। ମଉସା ଦେହଟା ଏତେ ଖରାପ ହେଲାଣି ବଡ଼ ଡାକ୍ତରଖାନା ଯାଇକି ଦେଖଉନାହାନ୍ତି। ସବୁଆଡ଼େ ତ ଦେଖେଇ ସାରିଲେଣି। କଟକ ବି ଯାଇଥିଲି, ସେଠିକା ଡାକ୍ତର ବି ଦେଖିଲେ, ହେଲେ ତାଙ୍କ ଡାକ୍ତରୀ ପାଠରେ ଇଏ ଶ୍ୱାସ ରୋଗ ଭଲ ହବାର ନାହିଁ। ଯଦି କିଛି ଦିନ ସେବା ଯତ୍ନରେ ରହିଯିବି ତାହେଲେ କିଛି ଦିନ ବଞ୍ଚିଯିବି। ଏତେ ହଇରାଣ ହଉଛ, ପୁଅଟାକୁ ବାହା କରିଦଉ ନା। ଚୁପେ। ଏଇଟା ବୁଢା ହେଲେ ଏଇଟାକୁ ଝିଅ କିଏ ଦେବ? ବୋଉ ଆସିଲେ ତମର ସେବା କରନ୍ତାନି? ଆରେ ସବୁ କୁଆଡ଼େ ଆସିଥିଲ? ନାଇଁ ମଉସା ସମୁଦ୍ର କୂଳରେ ଟିକେ ବୁଲି ଯାଉଥିଲୁ। ଆନି କହିଲା ଆପଣଙ୍କୁ ଟିକେ ଦେଖିବା ପାଇଁ ପଳେଇ ଆସିଲୁ ଆଉ। ଏଇ ଆମେ ସମୁଦ୍ର କୂଳରେ ବୁଲି ଯାଉଛୁ, ତୁ ଯିବୁ? ନାଇଁ ମ ତମେ ଯାଅ, ଦେହ ଭଲ ନାହିଁ ତାଙ୍କର, ମୁଁ କଣ ଯାଇପାରିବି? ତମେ ଯାଅ। ନାଇଁ ମ ତୁ ଯିବୁ ଯଦି ଯା। କେତେ ଦିନ ହେଲାଣି ତ ଘର ଭିତରଟାରେ ପଡ଼ି ରହିଛି। ତୁ ଯା, ମୋର କିଛି ଅସୁବିଧା ମୋର ହବ। କୁଆଡେ ଯିବା ଦରକାର ନାହିଁ, ମୁଁ ଏଇଠି ଅଛି, ତମେ ଶୋଇଲ। ଶୁଣୁ, ମୁଁ ମୋ ମାଆକୁ ପଠେଇ ଦଉଛି, ସେ ମଉସା ପାଖରେ ରହିବ, ତୁ ଆମ ସାଙ୍ଗେ ଯିବୁ ହେଲା। ଆମେ ଆସୁଛୁ ମଉସା। ହଉ। ମଉସା ତ ଶୋଇଛନ୍ତି, ତୁ ଏଠି କଣ କରୁଛୁ? ଆସୁନୁ। ତୁ ଚାଲ, ମୁଁ ଯାଉଛି। ବାପା ମୁଁ ଟିକେ ଛାଡ଼ିକିରି ଆସୁଛି। ହଉ ତୁ ଯା। अरे कौन ଚାଲ ବେ, ତୁ ତ କହୁଛନ୍ତି? ଯେତେ ଆପଣ କହିଲେ କଥା ତୁ ଶୁଣୁନାହାନ୍ତି, ଜମା ଶୁଣିବାର ଆମ ନାହିଁ। କଥା ଶୁଣିବେ ନା। ଯା ମୋ ମାଆକୁ କଣ ପଠେଇ କହୁଛନ୍ତି? ଆମେ ଦଉଛି। ଶୁଣିବେ। ଯା ତୁ ତୁ ଆପଣ ଭୁଲ କରୁଛନ୍ତି, ଦିଦି ଚାଲ ବେ। ଆରେ ମୁଁ ଆସୁଛି ହେଲା, ଚାଲ। ଓହୋ, ତମେ ଚୁପ କର, ଦିଦି ଆସିଲେ। ତମେ ତା ସାଙ୍ଗରେ ଯାଉଛନ୍ତି, ମାମା अरे अरे आज 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 अरे आज ना अरे आज आज जोमा चढ़ भी आज अरे आज ना आज 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 हे देख मुंह जोड़ तिमी मारती देख ए जगह जगह ओ 4 मिनट আমার ছেড়ে খেলবে হ্যালো হ্যালো খুব ফাস্ট मुंह पास খুব ভালো मुंह पास তুই তো হারিয়ে বুঝে চলে देखा बाजी बाजी रोइला 1 2 ଆସ। କିରେ ବାପା ଦେହ କେମିତି ଅଛି? ହଁ ଏବେ ଟିକେ ଭଲ ଅଛି। ଡାକ୍ତର ଦେଖେଇଥିଲୁ? ହଁ। ତୁ ତ ସବୁବେଳେ ବାତ୍ରାଙ୍କ ଭଳିଆ ଏଣେ ତେଣେ ବୁଲିବୁ, ବାପା କଥା ବୁଝିବାକୁ ତୋର ବେଳ କାହିଁ? ମୁଁ ବି ଟିକେ ଆସିବି ଆସିବି ବୋଲି ମୋଟେ ବେଳ ପାଉନି। କଣ କରିବି କହିଲ? ଏକୁଟିଆ ଲୋକ, ଯୋଉଟା ନ କରିବି ସେଇଟା ହବନି। ଆଉ ଭାଇ ଦେହ କେମିତି ଲାଗୁଛି? ହଁ ଗୋଟେ ପ୍ରକାର ଭଲ ଅଛି, ହେଲେ ଗୋଟେ ଜାଗାରେ ଶୋଇକି ଆଉ ବସି ରହିବାକୁ ପଡୁଛି ତ, ଭାରି ବିରକ୍ତ ଲାଗୁଛି। ବିରକ୍ତ ଲାଗୁ କି ଯାହା ଲାଗୁ, ତମେ କିନ୍ତୁ ବାହାରକୁ ବାହାରିବନି। ବାହାରେ ଯୋଉ ଥଣ୍ଡା ପବନ ଦଉଛି ନା, ବାହାରକୁ ବାହାରିଲେ ତମ ଦେହ ପୁଣି ବେଶୀ ଖରାପ ହବ। ଚା ନିଅ। ଦେଖ ଅଭିଆଡ ହାତରୁ ମୁଁ ଚା ଖାଇନି, ହଟା। ଆଚ୍ଛା ଭାଇ ଏତେ ସରି ହଉଛ, ଏତେ ହଇରାଣ ହଉଛ, ଏଇଟାକୁ ବାହା କରିଦଉନ। ଚା ନିଅ। କିଏ ମନା କରୁଛି? ଭଲ ପ୍ରସ୍ତାବଟିଏ ଜୁଟିଲେ ମୁଁ କଣ ବାହାଘର କରେଇ ଦିଅନ୍ତିନି? ପ୍ରସ୍ତାବ